ଆଉ ବର୍ତ୍ତମାନ ଯେନ୍ ପଶ୍ଚିମ ଓଡ଼ିଶାରେ ତାଙ୍କର ଜନ୍ମ ବୋଲି କୁହାହେଉଥିଲା ପଦ୍ମନାଭଙ୍କର ଆର୍ ଐତିହାସିକ ମାନେ କେନ୍ ଜାଗାକେ ସେଟା ବୋଲିକିରି ଉଲ୍ଲେଖ କରୁଛନ୍। ହଁ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷଟେ। ରାଜା ଇନ୍ଦ୍ରବୃତ୍ତି ଯେନ୍ ଆକାଶବାଣୀଟା ଶୁଣିଲେ ଯେ ଧନକୋଷ ତାଙ୍କ ରାଜ୍ୟର ପୂର୍ବବର୍ତ୍ତୀ ଅଞ୍ଚଳରେ ଧନକୋଷ ବୋଲିକି ଗୋଟେ ସରୋବର ଅଛେ, ସେନ ପଦ୍ମପତ୍ର ଉପରେ ଗୋଟେ ବାଳକ ବସିଛେ। ଏଇ ତାଙ୍କର ସମ୍ବଳକ ବୋଲେ ତ ବହୁତ ବଡ଼ ଏରିଆ। ଇତାଙ୍କର ରାଜ୍ୟଟା ଥିଲା ଆମର ଆଜିକାଲି ଯେନ୍ଟା କୁହାଯାଉଛେ କି ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁରର ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅଛେ। ସେ ଲଖନପୁର ବ୍ଲକରେ ଗୋଟେ ଅଛେ ସମୁଦ୍ର ଏଇ ମହାନଦୀକି ଲାଗିକରି ପଦ୍ମପୁର ଗାଁଟେ। ସେ ପଦ୍ମପୁର ଗାଁର ମୂଳ ଆକ୍ଚୁଆଲି ପଦ୍ମପୁର ଗାଁଟା ତାଙ୍କର ରାଜଧାନୀ ଥିଲା, ଯେନ୍ଟା ପଦ୍ମାବତୀପୁର ବୋଲିକରି ସେ ନାଁ ଦେଇଥିଲେ। ପଦ୍ମସଭୂମଙ୍କ ନାଁ ଅନୁସାରେ ପଦ୍ମାବତୀପୁର ନାଁ ଦେଇଥିଲେ ପଦ୍ମପୁର। ସେ ପଦ୍ମପୁରଟା ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ମାନେ ତାର ଅନ୍ତର୍ଗତ ଅଛି। ଏବେ ବି ସେଇଟା ଅଛି। ଆଉ ଆଜିକାଲି ବି ଲୋକମାନେ ବର୍ତ୍ତମାନ ସେନ ସେ ଜାଗାର ମହତ୍ଵକେ ଦେଖିକରି, କିନ୍ତୁ ଦୁର୍ଭାଗ୍ୟ କଥା ଏଇଟା ହେଲା ଯେ ସେ ପଦ୍ମପୁର ଗାଁଟା ଏବେ ଆଉ ନାଇଁନ। ସେଟା ମହାନଦୀ ଭିତରେ ହୀରାକୁଦ ଭିତରେ ବିଲୀନ ହେଇଯାଇଛି। କିନ୍ତୁ ତାର ଗୋଟେ ପାର୍ଟଟେ ଅଛି ମାନେ ଏଇ ଭିକମପୁର ବୋଲିକରି। ସେ ଭିକମପୁର ଗାଁରେ ଲୋକମାନେ ବର୍ତ୍ତମାନ ସେମାନେ ଦାବି କରୁଛନ୍ ଯେ ଇନ ପଦ୍ମସମ୍ଭବଙ୍କର ଜନ୍ମ ହେଇଥିଲା, ଏଇଟା ପଦ୍ମପୁରର ଗୋଟେ ଅଂଶ ଏ, ତେଣୁ ତାଙ୍କ ସ୍ମୃତି ରକ୍ଷା କରାଯାଏ ବୋଲିକରି ଏବେ ସେଇଟା ଗୋଟେ ଚାଲିଛି ଯୋଜନା।